ନଥିଲି ବୋଲି ତମେ ମତେ ଖରାପ ଭାବୁଛ ନା? ଖରାପ ଭାବିବାକୁ ମୁଁ କିଏ? ଅନ୍ୟର ସାହାରାରେ ବଞ୍ଚୁଥିବା ପଞ୍ଚୁରୀ ଭିତର ସାରିଟିଏ ମୁଁ, ଯାହାର ମନ ବୋଲି କିଛି ନାହିଁ, ନିତାନ୍ତ ବୋଲି କିଛି ନାହିଁ, ଯିଏକି ଅନ୍ୟର ଭରସାରେ ବଞ୍ଚି ରହିଥାଏ, ନିଜ ପାଇଁ କିଛି କରିନ କରି ଅନ୍ୟକୁ ସୁଖ ଦେବା ପାଇଁ ବଞ୍ଚିଥାଏ। ତମେ ସେମିତି କୁହନି, ଦେଖିବ ସବୁ ଠିକ ହେଇଯିବ। କଣ ଆଉ ଠିକ ହବ? କଣ ଆଉ ଠିକ ହବ ରକି? ବହି ଯାଇଥିବ ପରେ ଆଉ ଫେରି ଆସିବ ନା? ଛୁଟି ଜୀବନ ଲିଭି ଯାଇଥିବ ସୁଖ ସବୁ ଫେରି ଆସିବ? କିଛି ବି ଠିକ ହବନି, କିଛି ବି ଠିକ ହବନି। ସେଦିନ ମାତା ସୀତା ବି ଭୁଲ କରିଥିଲେ କହୁଛ। ହେଲେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଖୁସି କରିବା ପାଇଁ ମାୟା ମୃଗକୁ ମାରିବାକୁ ଚାଲି ଯାଇଥିଲେ। ହେଲେ ମାତା ସୀତା କଣ ଜାଣିଥିଲେ ସେ ମାୟା ମୃଗ ପଛରେ ଏତେ ବଡ ଗୋଟେ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି? ଏ ଭାଉଜ, ସେଦିନ ମାତା ସୀତାଙ୍କର ଟିକେ ଭୁଲ ପାଇଁ ତାଙ୍କୁ କେତେ କଷ୍ଟ ସହିବାକୁ ପଡିଥିଲା। ମାତା ସୀତା ସିନା ଜାଣିପାରିନଥିଲେ ମାୟା ମୃଗର କଥା, ହେଲେ ପ୍ରଭୁ ରାମଚନ୍ଦ୍ର ସିଏ କେମିତି ଜାଣିପାରିଲେନି? ସିଏ ପରା ଅନ୍ତର୍ଯାମୀ, ସିଏ କେମିତି ଜାଣିଲେନି ଅନ୍ତରର କଥା? ଜାଣିଥିଲେ ଭାଉଜ, ସେ ସବୁ କିଛି ଜାଣିଥିଲେ। ହେଲେ ଏ ଧରାପୃଷ୍ଠକୁ ଶାନ୍ତି ଫେରାଇ ଆଣିବା ପାଇଁ, ଏ ଧରାପୃଷ୍ଠ ରାକ୍ଷସ ମାନଙ୍କୁ ସଂହାର କରିବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କର ସତ୍ୟ ତ୍ୟାଗ କରିବାକୁ ପଡିଥିଲା। ହେଲେ ସବୁଠାରୁ ଭଲ କଥା କଣ ଜାଣିଛ ଭାଉଜ? ଏ ଧରାପୃଷ୍ଠକୁ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କର ଯେତିକି ତ୍ୟାଗ ନଥିଲା, ତାଠାରୁ ଯଥେଷ୍ଟ ତ୍ୟାଗ ଥିଲା ମାତା ସୀତାଙ୍କର। ତା ମାନେ ତମେ କହୁଛ ତମେ ଆମ ପାଇଁ ମାତା ସୀତା ହେଇଯାଅ ଭାଉଜ, ତମେ ଆମ ପାଇଁ ମାତା ସୀତା ହେଇଯାଅ। ପାରିବ କି? ପାରିବ ତମେ? ସଙ୍କଟ ମୋଚନ ହନୁମାନ ହେଇ ଏ ମାତା ସୀତାକୁ ତା ବିପତ୍ତିରୁ ଉଦ୍ଧାର କରିପାରିବ? ତମର ସୁଖ ଶାନ୍ତି ଫେରାଇ ଆଣିବା ପାଇଁ ଏ ରକିତା ଜୀବନ ଦେଇଦେବ। ତମେ ଏତିକି ଭରସା ଆଉ ଏତିକି ବିଶ୍ୱାସ ମୋ ଉପରେ ରଖ। ଭରସା ଆଉ ବିଶ୍ୱାସରେ ତ ମଣିଷ ବଞ୍ଚିଥାଏ।